ଜୀବନରେ ଯଦି ଏକା ହୋଇଯାଉଛନ୍ତି ତାହେଲେ ମନ ଦୁଃଖ କରନ୍ତୁନି, କାରଣ ଏଇଟା ହିଁ ବାସ୍ତବତା ଯେ ଆଜି ଯିଏ ସାଥିରେ ଅଛି କାଲି ସିଏ ନଥିବ। ନିଜେ ହିଁ ନିଜର ସାଥୀ ହୁଅନ୍ତୁ, କେବେ ବି ଏକୁଟିଆ ହେବେନି। ଅନ୍ୟକୁ ଯାହା ବି କିଛି କହୁଛନ୍ତି ଭାବି ଚିନ୍ତିକି କୁହନ୍ତୁ, କାରଣ ଆପଣଙ୍କ ମୁହଁରୁ ବାହାରୁଥିବା ପ୍ରତିଟି ଶବ୍ଦ ଆପଣଙ୍କ ବ୍ୟକ୍ତିତ୍ୱର ପରିଚୟ ଦେଇଥାଏ। କାହାକୁ ଏତେ ଭଲ ପାଆନ୍ତୁନି କି ପରେ ଅନୁତାପ କରିବାକୁ ପଡ଼ିବ, କାରଣ ଆଜିର ସ୍ୱାର୍ଥପର ଦୁନିଆରେ ହୃଦୟରୁ ନୁହେଁ, ଲୋକ ନିଜର ସ୍ୱାର୍ଥ ହାସଲ ପାଇଁ କେବଳ ପ୍ରେମର ଅଭିନୟ କରିଥାନ୍ତି। ଆଜିର ଦୁନିଆରେ ମଣିଷ ସ୍ୱାର୍ଥର ସୌଦାଗର ପାଲଟି ଯାଇଛି। ସମୟ ବଦଳିବାକୁ ତ ସମୟ ନିଶ୍ଚୟ ଲାଗିଥାଏ, ହେଲେ ମଣିଷ ଗୋଟିଏ ମୁହୂର୍ତ୍ତରେ ନିଜ ସ୍ୱାର୍ଥ ପାଇଁ ବଦଳିବା ଶିଖିଯାଇଛି। ନିଜ ମନକୁ କେବେ କଇକଇ ହେବାକୁ ଦିଅନ୍ତୁନି, କାରଣ ମନ ଯେତେବେଳେ କଇକଇ ହୋଇଯାଏ ସେତେବେଳେ କେହି ନା କେହି ମନ୍ତ୍ରଣା ଦେବାକୁ ପହଞ୍ଚି ବି ଯାଆନ୍ତି। ଜୀବନରେ ସୁଯୋଗର ଫାଇଦା ନିଅନ୍ତୁ, ହେଲେ କାହା ଅସହାୟତାର ଫାଇଦା ନିଅନ୍ତୁନି, କାରଣ ଜୀବନ କେବଳ ସୁଯୋଗ ନୁହଁ, ଧୋକା ବି ଦେଇଥାଏ। ଆଜିର ଦୁନିଆ ଏତେ ତଳକୁ ଖସି ଯାଇଛି ଯେ ଲୋକେ ପରଦାରେ କାହା ଦୁଃଖ କଷ୍ଟର ଅଭିନୟ ଦେଖି ଲୁହ ଗଡ଼େଇ ଦେଉଥିଲା ବେଳେ ବାସ୍ତବରେ କାହା ଦୁଃଖ ଦେଖି ତାକୁ ଅଭିନୟର ନାଁ ଦେଇ ଦେଉଛନ୍ତି। ଅହଙ୍କାରର ଗନ୍ଧ ଆଉ ଛଳନାର ଅଭିନୟ ଯେଉଁଠି ଥାଏ ସେଠି କେବେ ସମ୍ପର୍କ ଯୋଡ଼ିବାର ଚେଷ୍ଟା କରନ୍ତୁନି, କେବଳ ଅନୁତାପ ହିଁ ମିଳିବ। ଜୀବନରେ ଆପଣଙ୍କୁ କେତେ ଲୋକ ଚିହ୍ନିଛନ୍ତି ସେଇଟା ଗୁରୁତ୍ୱପୂର୍ଣ୍ଣ ନୁହେଁ, ବରଂ ଗୁରୁତ୍ୱପୂର୍ଣ୍ଣ ଏଇଟା ଯେ ଲୋକ ଆପଣଙ୍କୁ କାହିଁକି ଚିହ୍ନିଛନ୍ତି। ଏତିକି ମନେ ରଖିବେ, ସହିବା ଲୋକର ଧୈର୍ଯ୍ୟ ଯେତେବେଳେ ବଢ଼ିଯାଏ ସେତେବେଳେ କହିବା ଲୋକର ମୂଲ୍ୟ ଅତି ନଗଣ୍ୟ ହୋଇଯାଇଥାଏ। ଯିଏ ସମ୍ମାନିତ ହେଇକି ଗର୍ବ କରିନଥାଏ ସିଏ ଅପମାନିତ ହୋଇକି କ୍ରୋଧିତ ହୋଇନଥାଏ, ଆଉ ଯିଏ କ୍ରୋଧିତ ହୋଇକି କେବେ କଟୁ ଶବ୍ଦ କହିନଥାଏ ସେହି ମଣିଷ ହିଁ ଶ୍ରେଷ୍ଠ ମଣିଷ ହୋଇଥାଏ। କାହା ପାଦ ଛୁଇଁ ଆଶୀର୍ବାଦ ନେବାଟା ତ ବହୁତ ସହଜ ହୋଇଥାଏ, ହେଲେ ଯେବେ ଆମ କର୍ମ ଅନ୍ୟ କାହା ହୃଦୟକୁ ଛୁଇଁଥାଏ ଆଉ ତା ହୃଦୟରୁ ଆମ ପାଇଁ ଯେଉଁ ଆଶୀଷ ମିଳିଥାଏ ତାହା ହିଁ ପ୍ରକୃତ ଆଶୀର୍ବାଦ ହୋଇଥାଏ। ଅନ୍ୟର ବିରୋଧ ନିର୍ଭୟରେ କରନ୍ତୁ, ସେଇଟା ରାଜନୀତି ହେଉ ବା ସମାଜ ହେଉ କି ପରିବାର ହେଉ, କାହିଁକିନା ସମ୍ମାନ ସବୁବେଳେ ସ୍ୱର ଉଠାଉଥିବା ଲୋକଙ୍କର ହୋଇଥାଏ, ପାଦ ଚାଟୁଥିବା ଲୋକଙ୍କର ନୁହେଁ। ନିଜ ଦୁଃଖ ଆଉ କଷ୍ଟ କେବଳ ନିଜର ହିଁ ହୋଇଥାଏ, ଆପଣ ସେଇଟା ଜଣଙ୍କୁ କୁହନ୍ତୁ ବା 100 ଜଣଙ୍କୁ। ଅନ୍ୟର ଘର କଥାରେ ସେଇମାନେ ମୁଣ୍ଡ ପୂରେଇଥାନ୍ତି ଯେଉଁମାନଙ୍କର ନିଜ ଘରେ କୌଣସି ଇଜ୍ଜତ ନଥାଏ। ଜୀବନରେ ନିନ୍ଦା ଓ ପ୍ରଶଂସାକୁ ନେଇ କେବେ ଚିନ୍ତା କରନ୍ତୁନି, କାରଣ ଏଇଟା ଲୋକଙ୍କର ଅଭ୍ୟାସ ଯେ ସାମ୍ନାରେ ପ୍ରଶଂସା କରି ପଛରେ ନିନ୍ଦା କରନ୍ତି। ଆଜିର ଦୁନିଆରେ ବିଶ୍ୱାସ କମ୍ ଆଉ ସନ୍ଦେହ ବେଶୀ ଅଛି ବୋଲି, କାରଣ ବିଶ୍ୱାସ ବେଶୀ ଥିଲେ କାହା ଘର କବାଟରେ ତାଲା ଲାଗିନଥାନ୍ତା। ଆପଣ କେବେ ଠିକ୍ ଥିଲେ ତାକୁ କେହି ମନେ ରଖନ୍ତିନି, ହେଲେ ଆପଣ କେବେ ଭୁଲ ଥିଲେ ତାକୁ ସମସ୍ତେ ମନେ ରଖନ୍ତି। ଆଜିର ଦୁନିଆରେ ବାପା ମାଙ୍କର ଅଦ୍ଭୁତ ମାନସିକତା। ଜ୍ୱାଇଁ ଭଲ ଯଦି ଝିଅ କଥାରେ ଚାଲେ ଆଉ ପୁଅ ଖରାପ ଯଦି ବୋହୂର କଥାରେ ଚାଲେ, ହେଲେ ସେମାନେ ବୋଧେ ଭୁଲିଯାଆନ୍ତି ଯେ ଜ୍ୱାଇଁ ବି କାହାର ପୁଅ ଆଉ ବୋହୂ ବି କାହାର ଝିଅ ହୋଇଥାଏ। ନିଜ ଦୁଃଖ ଆଉ କଷ୍ଟ କେବେ କାହାକୁ କୁହନ୍ତୁନି, କାରଣ ମଲମ ତ କିଛି ଲୋକଙ୍କ ଘରେ ଥାଏ, ହେଲେ ଲୁଣ ସମସ୍ତଙ୍କ ଘରେ ଥାଏ। ଥରେ ନିଜେ ନିଜକୁ ପଚାରନ୍ତୁ, ଜୀବନ ଆପଣଙ୍କର, ସ୍ୱପ୍ନ ବି ଆପଣଙ୍କର, ଲକ୍ଷ୍ୟ ଆପଣଙ୍କର, ପରିଶ୍ରମ ବି ଆପଣଙ୍କର, ହାର ଆଉ ଜିଦ୍ ବି ଆପଣଙ୍କର, ତାହେଲେ ଅନ୍ୟର କଥାକୁ ଭୟ କାହିଁକି? ଅନ୍ୟର ସମାଲୋଚନାକୁ ଏତେ ଡର କାହିଁକି? ଲୋକେ କ'ଣ କହିବେ? ଏଇ ରୋଗରେ ନିଜକୁ ପୀଡ଼ିତ କରୁଛନ୍ତି କ'ଣ ପାଇଁ? ଉତ୍ତର ନିଜକୁ ନିଜେ ଦିଅନ୍ତୁ। ଜୀବନରେ ସେଭଳି ଲୋକଙ୍କ ସହିତ କେବେ ସମ୍ପର୍କ ରଖନ୍ତୁନି ଯେଉଁମାନେ ସମ୍ପର୍କଠୁ ବେଶୀ ନିଜ ଉପରେ ଅହଙ୍କାର ରଖିଥାନ୍ତି। ଆଜିର ମଣିଷ ଆତ୍ମଗର୍ବ ଓ ଅହଙ୍କାରରେ ଏମିତି ବଢ଼ିଯାଇଛି ଯେ ଆଶୀର୍ବାଦ କମ୍ ଆଉ ସମ୍ମାନ ବେଶୀ ଖୋଜୁଛି। ସେଥିପାଇଁ ତ ସଲାମ କରୁଥିବା ଲୋକକୁ 100 ଟଙ୍କା ଦେଉଥିଲା ବେଳେ ଆଶୀର୍ବାଦ ଦେଉଥିବା ଭିକାରୀକୁ ଖୁଚୁରା ପଇସା ଦେବାକୁ ପସନ୍ଦ କରୁଛି। ମଦ ପିଉଥିବା ଲୋକ କେବଳ ମଦ ପିଇ ନଥାଏ, ବରଂ ନିଜ ମାଆର ଖୁସି, ବାପାର ପ୍ରତିଷ୍ଠା, ସ୍ତ୍ରୀର ଶାନ୍ତି, ପିଲାଙ୍କ ସ୍ୱପ୍ନ ଆଉ ପରିବାରର ମାନ ସମ୍ମାନକୁ ବି ହରାଇ ଦେଇଥାଏ। ଜୀବନରେ ସେଇ ମଣିଷ ସୁଖୀ ହୋଇଥାଏ ଯିଏ ନିଜକୁ ମୂଲ୍ୟାଙ୍କନ କରିଥାଏ,
ଆଉ ସେଇ ମଣିଷ ଦୁଃଖୀ ହୋଇଥାଏ ଯିଏ ଅନ୍ୟର ମୂଲ୍ୟାଙ୍କନ କରିଥାଏ। ଜୀବନରେ ଆବଶ୍ୟକତାଠୁ ଅଧିକ ଖୁସି ରହିବାଟା ଅଭିଶାପ ଦେଇଥାଏ, କାରଣ ସୁନ୍ଦର ଦିଶୁଥିବା ଫୁଲକୁ ହିଁ ଲୋକେ ବେଶୀ ତୋଳିଥାନ୍ତି। କାହାକୁ ଧୋକା ଦେଇ କେବେ ଖୁସିରେ ରହିବାକୁ ଚେଷ୍ଟା କରନ୍ତୁନି, କାରଣ ଭାଗ୍ୟ ଯେତେବେଳେ ଚାପୁଡ଼ାଟେ ମାରିଥାଏ ସେଇଟା ଗାଲରେ ନୁହେଁ, ସିଧା ହୃଦୟରେ ବାଜିଥାଏ। ଆଜିର ଦୁନିଆରେ ସୁନ୍ଦରତା ଶସ୍ତା ଆଉ ଚରିତ୍ର ମହଙ୍ଗା, ଘଣ୍ଟା ଶସ୍ତା ଆଉ ସମୟ ମହଙ୍ଗା, ଶରୀର ଶସ୍ତା ଆଉ ଜୀବନ ମହଙ୍ଗା, ସମ୍ପର୍କ ଶସ୍ତା ହେଲେ ତୁଲାଇବା ମହଙ୍ଗା। ଜୀବନରେ ସବୁବେଳେ ଗୋଟିଏ କଥା ମନେ ରଖିବେ, ସେ ମଣିଷ କେବେ ବି ଆପଣଙ୍କ ମୂଲ୍ୟକୁ ବୁଝିପାରିବ ନାହିଁ ଯାହା ପାଇଁ ଆପଣ ସବୁବେଳେ ଉପସ୍ଥିତ ରହୁଥିବେ। ଯିଏ ଅନ୍ୟକୁ ସମ୍ମାନ ଦେଇଥାଏ, ଯିଏ ନିଜେ ଜଣେ ସମ୍ମାନୀୟ ମଣିଷ ହୋଇଥାଏ, କାରଣ ମଣିଷ ଅନ୍ୟକୁ ସେୟା ହିଁ ଦେଇଥାଏ ଯାହା ତାଙ୍କ ପାଖରେ ଥାଏ। ନିଜ ଶତ୍ରୁ ଅପେକ୍ଷା ସେ ଲୋକ ପ୍ରତି ବେଶୀ ସତର୍କ ରୁହନ୍ତୁ ଯିଏ ଆପଣଙ୍କ ଶତ୍ରୁର ବନ୍ଧୁ ଆଉ ଆପଣଙ୍କୁ ବି ବନ୍ଧୁ ହୋଇଥାଏ। ସମୟ ଚାଲିଯିବାକୁ ସମୟ ଲାଗିନଥାଏ, ତେଣୁ ଆଜିର କାମକୁ କାଲି କରିବେ କହୁଥିବା ଲୋକ କେବେ ବି ସଫଳ ହୋଇନଥାଏ। ସେଥିପାଇଁ ଜୀବନରେ ସଫଳତା ଚାହୁଁଥିଲେ କାମକୁ ଟାଳିବା ବନ୍ଦ କରନ୍ତୁ ନାହିଁ। ଜୀବନରେ ଏଥିପାଇଁ ଖୁସିରେ ରହିବା ଜରୁରୀ ନୁହଁ କି ଆପଣଙ୍କ ପାଖରେ ଖୁସିରେ ରହିବାର କାରଣ ଅଛି, ବରଂ ଏଇଥିପାଇଁ ଖୁସିରେ ରହିବା ଦରକାର ଯେ ଏଠି କାହାକୁ ବି କିଛି ଫରକ ପଡ଼େନି କି ଆପଣ କେତେ ଦୁଃଖରେ ଆଉ କଷ୍ଟରେ ଅଛନ୍ତି। ଜୀବନରେ ଭଲ ଚିନ୍ତା କରନ୍ତୁ, ଭଲ କୁହନ୍ତୁ ଆଉ ଭଲ କରନ୍ତୁ, କାରଣ ପ୍ରକୃତିର ନିୟମ ଅନୁସାରେ ସେ ସବୁକିଛି ଶୁଦ୍ଧ ସହିତ ଆପଣଙ୍କ ପାଖକୁ ଫେରି ଆସିଥାଏ। ପ୍ରେମ ତାକୁ କର ନାହିଁ ଯାହାକୁ ତୁମେ ଚାହୁଁଛ, ପ୍ରେମ ତାକୁ କର ଯିଏ ତୁମକୁ ଚାହୁଁଛି। ପରିବର୍ତ୍ତନ ହେଉଛି ପ୍ରକୃତିର ନିୟମ, ସେଥିପାଇଁ ଯାହା ଚାଲିଗଲା ତାହା ପଛରେ ସମୟ ନଷ୍ଟ କର ନାହିଁ। ଯାହା ପାଖରେ ଅଛି ତାହାର ଆନନ୍ଦ ଉଠାଅ। ଚିନ୍ତା ଆଉ ଚେତା ମଧ୍ୟରେ କେବଳ ଏତିକି ଫରକ ଥାଏ, ଚିନ୍ତା ସଜୀବ ଶରୀରକୁ ଜଳାଇଥାଏ ଆଉ ଚିତା ନିର୍ଜୀବ ଶରୀରକୁ ଜଳାଇଥାଏ। ଯିଏ ତୁମ ସୁଖରେ ନିଜ ଦୁଃଖ ଭୁଲିଯାଏ, ସେହି ମଣିଷଠାରୁ ଅଧିକ ତୁମକୁ କେହି ଭଲ ପାଇପାରିବେ ନାହିଁ। କେବଳ ଦୁଇଟି କାରଣରୁ ମଣିଷ ସବୁ ସମ୍ପର୍କ ହରାଇଦିଏ, ଗୋଟିଏ ହେଲା ଭୁଲ ବୁଝାମଣା, ଅନ୍ୟଟି ହେଲା ଅଭିମାନ। ଶିକ୍ଷା ଓ ସଂସ୍କାର ହେଉଛି ଜୀବନ। ବଞ୍ଚିବାର ମୂଳମନ୍ତ୍ର ଶିକ୍ଷା କେବେ ନଇଁବାକୁ ଦିଏନି ଆଉ ସଂସ୍କାର କେବେ ପଡ଼ିବାକୁ ଦିଏନି। ଯାହା ପାଇଁ ତୁମେ ମହତ୍ତ୍ୱପୂର୍ଣ୍ଣ ହୋଇଥିବ ତା ପାଖରେ ତୁମ ସହ ଯୋଡ଼ି ହୋଇ ରହିବା ପାଇଁ ହଜାରେ ବାହାନା ଥାଏ, ଆଉ ଯାହା ପାଇଁ ତୁମେ ମହତ୍ତ୍ୱପୂର୍ଣ୍ଣ ହୋଇନ ତା ପାଖରେ ଦୂରେଇ ଯିବା ପାଇଁ ହଜାରେ ବାହାନା ଥାଏ। ମନୁଷ୍ୟ ଘର ବଦଳାଇଥାଏ, ବସ୍ତ୍ର ବଦଳାଇଥାଏ, ସମ୍ପର୍କ ବି ବଦଳାଇଥାଏ, ତଥାପି ଦୁଃଖୀ ରୁହେ, କାରଣ ସେ ନିଜର ସ୍ୱଭାବ ବଦଳାଇ ନଥାଏ। ମିଛ ପ୍ରେମ କରୁଥିବା ପୁରୁଷକୁ ଦୁଇଟି ଲକ୍ଷଣରୁ ଚିହ୍ନନ୍ତୁ, ସେ ତୁମ ହୃଦୟକୁ ନୁହେଁ ବରଂ ତୁମ ଶରୀରକୁ ଭଲ ପାଇବ। ଦୁଇରେ ତୁମକୁ ଭଲ ପାଉଛି ବୋଲି କହିବ, ହେଲେ ବାହାଘର କଥା ଶୁଣିଲେ ବାହାନା କରିବ। ଯଦି ଆପଣଙ୍କୁ ଏହି ଭିଡ଼ିଓଟି ଭଲ ଲାଗିଥାଏ ତାହେଲେ ନିଶ୍ଚୟ ଲାଇକ୍, କମେଣ୍ଟ, ସେୟାର, ସବସ୍କ୍ରାଇବ୍ କରିବାକୁ ଜମା ବି ଭୁଲିବେ ନାହିଁ। ଜୟ ଶ୍ରୀ କୃଷ୍ଣ।